ରାଧେଶ୍ୟାମ। ତ ଆଜି ଆମେ ଜାଣିବା ଯେ ଆମ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ତ ସେଇ ସମ୍ପତ୍ତିଟି କ'ଣ? ସେଇ ସମ୍ପତ୍ତିଟି ହେଉଛି ଆପଣଙ୍କର ମାଇଣ୍ଡ। ଯେ ଆପଣଙ୍କର ମାଇଣ୍ଡ ଯେତିକି ଶାନ୍ତ ରହିଥାଏ, ଯେତିକି ମନକୁ ଆପଣ ଶାନ୍ତ ରଖନ୍ତି, ସେତିକି ଜୋରରେ ସେ ମନ ସେତିକି ଆଇଡ଼ିଆ ଆପଣଙ୍କ ପାଖକୁ ବହୁତ ସାରା ଏମିତି ବିଚାର ବି ଆଣିଥାଏ, ଯାହା ଆପଣ ନେଇକି ସଫଳତାକୁ ପାଇପାରିବେ। କିନ୍ତୁ ବେଳେବେଳେ କ'ଣ ହେଇଥାଏ, ଆମ ମାଇଣ୍ଡକୁ ଆମେ ଛୋଟ ଛୋଟ କଥାରେ ଟେନସନ୍ ଦେବାରେ ଲାଗନ୍ତି। ଆମେ ସେଇ ଟିକେ ଟିକେ କଥାକୁ ନେଇ ଏତିକି ପୀଡ଼ା ଅନୁଭବ କରନ୍ତି, ଆମ ମନ ମସ୍ତିଷ୍କରେ ଯେତିକି ସଫଳତାର ବିଚାର ଆସିବା କଥା ଦୂରେଇ ଯାଏ। କାହିଁକିନା ଆମେ ଅଧିକ ଭ୍ୟାଲୁ ଛୋଟ କଥାକୁ ଦେଇଦିଅନ୍ତି। ତ ସେଥିପାଇଁ ମନରେ ଯେତିକି ଶାନ୍ତ ପରିପୂର୍ଣ୍ଣ ଆପଣ ରଖିପାରିବେ, ଯେତିକି ମନକୁ ଶାନ୍ତି ଦେଇପାରିବେ, ସେତିକି ଆପଣ ସଫଳତାକୁ ପାଇପାରିବେ। ଆପଣ ଭାବନ୍ତୁ ନାହିଁ ମାଇଣ୍ଡ ଏମିତି ଖାଲି ଯାହା ଭାବିଲେ ଚଳିବ, ସେମିତି ନୁହେଁ। ଆପଣଙ୍କ ମନ ବହୁତ ବଡ଼, ଯେ ଆପଣଙ୍କ ମନ ମାଧ୍ୟମରେ ତ ପ୍ରତ୍ୟେକଟି ଜିନିଷକୁ ଆପଣ ଆଚିଭ୍ କରନ୍ତି। ଯେମିତିକି କୌଣସି ଜିନିଷକୁ ନେଇ ଭାବନ୍ତି, ବିଚାର କରନ୍ତି, ସେଇ ଦିଗରେ ନେଇ ପୁଣି ମାଇଣ୍ଡ କାମ କରେ, ସେଇ ଜିନିଷକୁ ନେଇ ଭାବିବାରେ ଲାଗେ, ଯାହାଦ୍ୱାରା ସେଇ ଜିନିଷଟି କେମିତି ଗ୍ରୋ କରିବ, କେମିତି ଆଗକୁ ବଢ଼ିବ, ସେଇ ପ୍ରକାରରେ ବହୁତ ସାରା ବିଚାର ବ୍ରହ୍ମାଣ୍ଡରୁ ଆକର୍ଷଣ କରିଥାଏ ଓ ଆପଣଙ୍କ ମାଇଣ୍ଡକୁ ସେମିତି ଆଇଡ଼ିଆ ଆସିଥାଏ, ଯାହାଫଳରେ ଯଦି ଶାନ୍ତ ମନ ରହିଥାଏ, ସେଇ ଆଇଡ଼ିଆକୁ ଆପଣ ଶୀଘ୍ର ଧରିପାରିବେ ଯେ ଏଇ ଜିନିଷ ନେଇ କାମ କଲେ ମୁଁ ନିହାତି ସଫଳ ବନିବି। ତ ବେଳେବେଳେ କ'ଣ ହେଇଥାଏ, ଆମେ ତ ଚାହାନ୍ତି ସବୁକିଛି କରିବା ପାଇଁ, କିନ୍ତୁ ମନରେ କୌଣସି ନା କୌଣସି ଛୋଟ ଛୋଟ ସମସ୍ୟାକୁ ନେଇ ଆମେ ଏତିକି ଜୋର ଦିଅନ୍ତି, ସେଥିପାଇଁ ବଡ଼ ବିଚାର ଆମ ମନରେ ଜାଗା ପାଏ ନାହିଁ ଓ ଆମେ ସେଥିପାଇଁ ଲୋ ଫିଲ୍ କରନ୍ତି, ଛୋଟ ଛୋଟ କଥାରେ ଚିଡ଼ଚିଡ଼ ଏମିତି ଅନୁଭବ କରନ୍ତି ଓ ଯେତିକି ଛୋଟ ଛୋଟ କଥାକୁ ନେଇ ମାଇଣ୍ଡରେ ରଖୁଥାନ୍ତି, ମାଇଣ୍ଡରୁ ବଡ଼ ବିଚାର ଦୂରେଇ ଯାଏ। କାହିଁକିନା ଆପଣ ସେଇ ବିଚାରକୁ ସ୍ଥାନ ଦିଅନ୍ତି ନାହିଁ, ଛୋଟ ବିଚାରକୁ ଧରିବାରେ ଲାଗନ୍ତି, ରିଗ୍ରେଟ୍ ହେବାରେ ଲାଗନ୍ତି, ଜେଲସି ଫିଲ୍ କରନ୍ତି, ଯାହାକି ମନରେ ଶାନ୍ତି ନଥାଏ। ସେଥିପାଇଁ ତ କୁହାଯାଏ ଯେ ସବୁ ସମୟରେ ଶାନ୍ତ ରହିବା ପାଇଁ। କାହିଁକିନା ଶାନ୍ତ ଯେତିକି ରହିବେ, ମନରେ ସେତିକି ବଡ଼ ବିଚାର ଆସିଥାଏ, ମନରେ ସେତିକି କିଛି କ୍ରିଏଟ୍ କରିବାର ଶକ୍ତି ଆସିଯାଏ, ଯାହାକି ଆପଣ ଆଗକୁ କରିପାରିବେ। ଓ ଯଦି ମନରେ ଶାନ୍ତି ଆସିବ ନାହିଁ, ଆପଣ ଛୋଟ ଛୋଟ କଥାକୁ ଧରିକୁ ଯିବେ, ସେତେବେଳେ ବଡ଼ ବିଚାର ସେଇ ମନରେ ଥିଲେ ମଧ୍ୟ ଲୁଚିବାରେ ଲାଗେ। କାହିଁକିନା ଛୋଟ ବିଚାର ଏତିକି ଜମା ହେଇଯାଏ, ତ ଆମେ ସେଇ ଛୋଟ ବିଚାରରେ ନିଜକୁ ସବୁବେଳେ ଖୋଜିବାରେ ଲାଗନ୍ତି, ଏଇଟା ହେଲା ସେଇଟା ହେଲା, କ'ଣ କିଏ କହୁଛି, ଯେମିତି ଟିକେ ଟିକେ କଥାରେ। ତ ବଡ଼ ବିଚାର ଏମିତିରେ ଲୁଚିଯାଏ ଯେ ଆମେ ସେଇ ବିଚାରକୁ ନେଇ କାମ କରନ୍ତି ନାହିଁ, ସେଇ ବିଚାରକୁ ନେଇ ଭାବନ୍ତି ନାହିଁ। ତ ମନରେ ସେଇ ବିଚାରଟି କେଉଁଠି ନା କେଉଁଠି ତ ଥାଏ, କିନ୍ତୁ ଆମର ଯେତେବେଳେ ସେଇ ବିଚାରକୁ ନେଇ ବିଚାର ଆସିବ ନାହିଁ ଯେ ଏଇ ଜିନିଷଟା ଯେଉଁ ମାଇଣ୍ଡରେ ବେଳେବେଳେ ଆସୁଛି, ମୁଁ ନେଲେ ସେଇ ଜିନିଷକୁ ନେଇ ଯଦି କିଛି କାମ କରିବି କ'ଣ ହେଇପାରିବ କି, ଥରେ ବି ଯଦି ଆମେ ପ୍ରଶ୍ନ କରୁନାହାନ୍ତି ସେଇ ବିଚାରକୁ ନେଇ, ସେ ବିଚାର ଆମ ଆଗରେ ଭ୍ୟାଲୁ କ୍ରିଏଟ୍ କରିପାରେ ନାହିଁ। କାହିଁକିନା ଆମେ ସେଇ ବିଚାରକୁ ନେଇ ଭାବନ୍ତି ନାହିଁ, ସେଇ ମାଇଣ୍ଡରେ ଆମେ ପ୍ରତ୍ୟେକଟି ସମୟରେ ବିଚାର ରଖୁଛନ୍ତି, ଆମେ ଯାହା ବି ଭାବୁଛନ୍ତି ଆମ ମନ ମସ୍ତିଷ୍କରେ ଭାବୁଛନ୍ତି। ସେଥିପାଇଁ ଛୋଟ କଥାକୁ ଆଭଏଡ଼୍ କରିକି ବଡ଼ ବିଚାରକୁ ଦେଖନ୍ତୁ, ଯେ ବଡ଼ କ'ଣ ହେଇପାରିବ, ଆପଣ କ'ଣ ଆଜି ଦିନରେ ଭଲ ଭାବିପାରିବେ, କି କେଉଁ ବିଚାର ବାରମ୍ବାର ଆସୁଛି ଆପଣ ଆଭଏଡ଼୍ କରୁଛନ୍ତି କି, ସେଇ ବିଚାର ନେଇ ଭାବୁନାହାନ୍ତି କି, ଟିକେ ଜୋର ଦିଅନ୍ତୁ। କାହିଁକିନା ସେଇ ବିଚାର ବି ଆପଣଙ୍କୁ ଆଗକୁ ନେଇପାରେ। ସେଇ ମାଇଣ୍ଡ ସେଥିପାଇଁ ପ୍ରତ୍ୟେକଟି ସମୟରେ ଯେତିକି ଶାନ୍ତ ରହିବ, ଆପଣ ସେତିକି ଜୋରରେ ସଫଳତାକୁ ପାଇପାରିବେ। କାରଣ ଶାନ୍ତ ମାଇଣ୍ଡରେ ହିଁ ତ ସବୁକିଛି କ୍ଲିଅର୍ ଜଣାପଡ଼େ, ଯେ ଆପଣ କ'ଣ ଚାହୁଁଛନ୍ତି, କ'ଣ ବନିପାରିବେ, କ'ଣ କରିପାରିବେ, ଆପଣଙ୍କ ଭିତର ଶକ୍ତିକୁ ଆପଣ ଜାଣିପାରିବେ। ଓ ଯଦି ଛୋଟ କଥାକୁ ଜୋର ଦେଇଦେବେ, ମନରେ ରଖିବେ, ତ ବଡ଼ ବିଚାର ଆପଣଙ୍କ ସାମ୍ନାକୁ ଆସିପାରିବ ନାହିଁ। ସେଇ ଛୋଟ ଛୋଟ ବାଧା ବଡ଼ ବିଚାରକୁ ରାସ୍ତା ଛାଡ଼ିବ ନାହିଁ। ସେଥିପାଇଁ ବଡ଼ ବିଚାରକୁ ଦେଖନ୍ତୁ, ମନକୁ ଶାନ୍ତ ରଖନ୍ତୁ। ଆପଣଙ୍କ ଭିତରେ କେଉଁ ସବୁ
ସଫଳତା ଲୁଚି ରହିଛି। ସେତେବେଳେ ଆପଣ ଜାଣିବେ, ଯେତେବେଳେ ଶାନ୍ତ ରହିବେ, ଶାନ୍ତ ମାଇଣ୍ଡରେ ଆପଣ କୋଟି କୋଟି ଟଙ୍କାର ସମ୍ପତ୍ତିକୁ କ୍ରିଏଟ୍ କରିପାରିବେ ଆପଣଙ୍କ ମନ ମସ୍ତିଷ୍କରେ। ଓ ଯେତିକି ଛୋଟ ଛୋଟ କଥାକୁ ଧରିବେ, ସେତେବେଳେ ଆପଣଙ୍କ ପାଖରେ କୌଣସି ବାଲାନ୍ସ ରହିବ ନାହିଁ, ନା ଶାନ୍ତି ରହିବ, କିଛି ବି ରହିବ ନାହିଁ। ସେଥିପାଇଁ ଶାନ୍ତ ରହିକି ନିଜକୁ ବେଳେବେଳେ ଏମିତି ଦେଖନ୍ତୁ ଯେ ମୋ ମନରେ କେଉଁ ସବୁ ଆଇଡ଼ିଆ ଆସୁଛି କି, ମୁଁ କିଛି କରିପାରିବି କି। ହୁଏତ ସେଇ ଆଇଡ଼ିଆ ବି ଭଗବାନ ଦେଉଥିବେ, ଆପଣ ଜାଣିପାରୁନଥିବେ। କାହିଁକି ନା ଅଧିକ ସମୟ ଶାନ୍ତ ନ ରହିଲେ ଆପଣ ଜାଣିପାରିବେ ନାହିଁ ଆପଣଙ୍କ ଭିତରେ ଏମିତି କିଛି କେଉଁ ଗୁଣ ଅଛି, ଆପଣ କରିପାରିବେ କି। ସେଥିପାଇଁ ଶାନ୍ତ ରହିକି ଛୋଟ କଥାକୁ ଆଭଏଡ଼୍ କରନ୍ତୁ। ନିଜ ମାଇଣ୍ଡରେ ଟିକେ ଧ୍ୟାନ ଦିଅନ୍ତୁ, ଯେ ମୁଁ କ'ଣ କରିପାରିବି କି, କେଉଁ ବିଚାର ଆସୁଛି କି। ଶାନ୍ତ ରହିଲେ ଆପଣ ନିହାତି ଜାଣିବେ, ସେଇ ବିଚାରକୁ ଧରିପାରିବେ, ସେଇ ବିଚାରକୁ ନେଇ କାମ କରିପାରିବେ। ତ ସେଇ କୋଟି କୋଟି ଟଙ୍କାର ମାଇଣ୍ଡକୁ ଟିକେ ଶାନ୍ତିରେ ରଖନ୍ତୁ ଓ ସେଇ ମାଇଣ୍ଡ ଆପଣଙ୍କୁ କେଉଁ ଆଡ଼କୁ ନେଇଯାଉଛି ଆପଣ ଦେଖନ୍ତୁ। ତ ଭିଡ଼ିଓ ଯଦି ପସନ୍ଦ ଆସିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣ ନିହାତି କରିବେ। ରାଧେ ଶ୍ୟାମ।